ନମସ୍କାର। ଆଜି ଆମେ ଗୋଟିଏ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀର ଗଭୀରକୁ ଯିବା, ତଥ୍ୟକୁ ଆଧାର କରି ତାର ରାଜନୈତିକ ଅର୍ଥନୀତିକୁ ବୁଝିବାକୁ ଚେଷ୍ଟା କରିବା। ଆଉ ଏହି ବିଶ୍ଳେଷଣରୁ ଆମେ ଜାଣିବା ଯେ ଜନକେନ୍ଦ୍ରିକ ଶାସନର ରାସ୍ତା କେମିତି ହେବା ଉଚିତ। ତେବେ ଆସନ୍ତୁ ବାଲିଗୁଡ଼ାର ଏହି କାହାଣୀକୁ ଆରମ୍ଭ କରିବା। ତେବେ ଆମର ଆଲୋଚନାର କେନ୍ଦ୍ରରେ ରହିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା। ଏହା ଏକ ଅନୁସୂଚିତ ଜନଜାତି ବା ଏସ୍ଟି ସଂରକ୍ଷିତ ଆସନ, ଆଉ ଏହାର ଭୌଗୋଳିକ ଆଉ ସାମାଜିକ ପରିଚୟ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। 2024 ନିର୍ବାଚନର ଫଳାଫଳକୁ ଦେଖିଲେ ଏହାକୁ କୌଣସି ସ୍ପଷ୍ଟ ଜନାଦେଶ ବୋଲି କହିହେବନି, ବରଂ ଏହା ଏକ ଗଭୀର ସଙ୍କେତ ଦେଉଛି। ଲାଗୁଛି ଯେମିତି ଜନାଦେଶ ସୂତା ଖିଅରେ ଝୁଲୁଛି। କେବଳ 1671 ଭୋଟ। ହଁ, ଠିକ୍ ଶୁଣିଲେ, ଖାଲି ଏତିକି ଭୋଟରେ ହାର ଜିତ୍ ହେଇଛି। ଏ ସଂଖ୍ୟାଟା ଜାଣିଛନ୍ତି, ଖାଲି ଗୋଟେ ନମ୍ବର ନୁହେଁ, ଏହା ଭିତରେ ଗୋଟେ ବଡ଼ କାହାଣୀ ଲୁଚି ରହିଛି। ଆଉ ଆଜି ଆମେ ସେହି କାହାଣୀର ଗଭୀରକୁ ଯିବା। ଏହା ବିଜୟ ନୁହେଁ, ଏକ ସତର୍କ ହଣ୍ଟି। ଆମର ଏହି ଯାତ୍ରା ମୋଟ 6ଟି ପର୍ଯ୍ୟାୟ ଦେଇଯିବ। ପ୍ରଥମେ ସେହି ସୂକ୍ଷ୍ମ ଜନାଦେଶକୁ ବୁଝିବା, ତାପରେ ମାଟିର କଥା ଶୁଣିବା, ଭୋଟରଙ୍କ ନିଷ୍ପତ୍ତିର ଅର୍ଥ ଖୋଜିବା, ନିର୍ବାଚନ ମଣ୍ଡଳୀ କେଉଁ ଦୋଛକିରେ ଠିଆ ହୋଇଛି ତାହା ଦେଖିବା, ଶାସନ ପାଇଁ ଏକ ନୂଆ ରୂପରେଖା ଆଙ୍କିବା, ଆଉ ଶେଷରେ କିପରି ବିଶ୍ୱାସ ଜିତି ଭବିଷ୍ୟତକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା। ତେବେ ଆସନ୍ତୁ ପ୍ରଥମ ଭାଗ ଆରମ୍ଭ କରିବା ଆଉ ବୁଝିବା 2024ର ଏହି ଫଳାଫଳ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଉଛି। ଏଠି ଦେଖନ୍ତୁ, ସଂଖ୍ୟା ନିଜେ ହିଁ କାହାଣୀ କହୁଛି। 2019ରେ ଯେଉଁ ବିଜୟର ବ୍ୟବଧାନ ପ୍ରାୟ 7000 ଭୋଟ ଥିଲା, ତାହା 2024ରେ ଖସି ଆସିଛି ମାତ୍ର 1671କୁ। ଏତେ ବଡ଼ ହ୍ରାସ। ଏହା ଖାଲି ଏକ ସଂଖ୍ୟା ନୁହେଁ, ଏହା ଏକ ବହୁତ ସ୍ପଷ୍ଟ ସଂକେତ। କିନ୍ତୁ ଏମିତି କାହିଁକି ହେଲା? ସେହି କାହିଁକିର ଉତ୍ତର ଖୋଜିବା ପାଇଁ ଆମକୁ ସଂଖ୍ୟା ଦୁନିଆରୁ ବାହାରି ମାଟିର ବାସ୍ତବତା ପାଖକୁ ଯିବାକୁ ପଡ଼ିବ। ମାନେ, ଲୋକଙ୍କ ଦୈନନ୍ଦିନ ଜୀବନରେ କ'ଣ ସବୁ ଘଟୁଛି ଯାହା ଭୋଟ ଉପରେ ଏତେ ବଡ଼ ପ୍ରଭାବ ପକାଉଛି। ଚାଲନ୍ତୁ ଦେଖିବା। ଆଚ୍ଛା, ଏବେ ଦେଖନ୍ତୁ ଲୋକଙ୍କର ଅସଲି ସମସ୍ୟା କ'ଣ। ଏଇ ଯେଉଁ ହିଟ୍ ମ୍ୟାପ୍ ଦେଖୁଛନ୍ତି, ଏଥିରେ ସବୁ ସ୍ପଷ୍ଟ। ଟାଙ୍ଗମ୍ ଭଳି ଦୁର୍ଗମ ଗାଁରେ ରାସ୍ତା ନାହିଁ। ତୁମୁଡ଼ିବନ୍ଧ, କୋଟଗଡ଼ ଭଳି ଜାଗାରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଉ ଏଗୁଡ଼ିକ ତ ମୌଳିକ ସୁବିଧା ନୁହେଁ କି, ଯାହା ଆଜି ବି ପହଞ୍ଚିପାରିନି। ଟିକେ ଭାବି ଦେଖନ୍ତୁ ଏ ସମସ୍ୟା ପଛର ମଣିଷର କଷ୍ଟକୁ। ଲୋକଙ୍କୁ ପ୍ରତିଦିନ କେମିତି ସଂଘର୍ଷ କରିବାକୁ ପଡ଼ୁଛି। କିଏ ରାସ୍ତା ନଥିବାରୁ ମାଇଲ ମାଇଲ ଚାଲୁଛି, ତ କିଏ ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛି। ଏଗୁଡ଼ିକ କେବଳ ଡାଟା ପଏଣ୍ଟ ନୁହେଁ, ଏଗୁଡ଼ିକ ହେଉଛି ଲୋକଙ୍କ ଦୈନନ୍ଦିନ ଯନ୍ତ୍ରଣାର କାହାଣୀ। ଆମ ସମ୍ବିଧାନ ତ ସମସ୍ତଙ୍କୁ ଗୋଟେ ସମ୍ମାନର ଜୀବନ ଦେଇଛି, ଆଉ ଭଲ ରାସ୍ତାଟିଏ କିମ୍ବା ସଫା ପାଣି ଟୋପାଏ, ଏସବୁ ବିନା ସେ ସମ୍ମାନ କାହିଁ? ଏହି ଯନ୍ତ୍ରଣା ହିଁ ତ ଭୋଟ ବାକ୍ସରେ ଦେଖାଯାଏ। ଏବେ ଆସନ୍ତୁ ଏକ ପ୍ରକାର ଫରେନ୍ସିକ୍ ଆନାଲିସିସ୍ କରିବା, ମାନେ ଲୋକଙ୍କର ଏହି ଅସନ୍ତୋଷ ଭୋଟରେ କେମିତି ପ୍ରତିଫଳିତ ହେଲା ତାକୁ ତଥ୍ୟ ଆଧାରରେ ଖୋଜି ବାହାର କରିବା। ଏ ଟାଇମ୍ଲାଇନ୍କୁ ଦେଖନ୍ତୁ, ଏହା ବିଜେଡିର ଭୋଟ ସେୟାରର ଗୋଟେ ପୁରା ଯାତ୍ରାକୁ ଦେଖାଉଛି। 2009ରୁ ଆରମ୍ଭ କରି ଭୋଟ ବଢ଼ି ବଢ଼ି 2019ରେ ଶୀର୍ଷରେ ପହଞ୍ଚିଥିଲା, କିନ୍ତୁ 2024ରେ ଏକ ସ୍ପଷ୍ଟ ହ୍ରାସ। ଏହି ଟ୍ରେଣ୍ଡ କିଛି ଗୋଟେ ପରିବର୍ତ୍ତନର ସଂକେତ ଦେଉଛି। ଏଠାକାର ଭୋଟରଙ୍କୁ ବୁଝିବା ବି ବହୁତ ଜରୁରୀ। ଦେଖନ୍ତୁ, ପ୍ରାୟ 50% ଭୋଟର ହେଉଛନ୍ତି କନ୍ଧା ଆଦିବାସୀ ସମ୍ପ୍ରଦାୟର, ଯିଏକି ନିର୍ଣ୍ଣାୟକ ଭୂମିକା ନିଅନ୍ତି। ତା ସହିତ ଆଉ ଗୋଟେ ବଡ଼ ଗୋଷ୍ଠୀ ହେଉଛନ୍ତି ଯୁବ ଭୋଟର, ପ୍ରାୟ 21%। ଏମାନଙ୍କ ଭିତରେ ଥିବା ସମ୍ଭାବନାକୁ ବୋଧହୁଏ ଏଯାଏଁ ଠିକ୍ ଭାବେ ବୁଝାଯାଇପାରିନି। ରାଜନୀତିରେ ଆମେ ବାରମ୍ବାର ଗୋଟେ ଶବ୍ଦ ଶୁଣୁ, ଆଣ୍ଟି ଇନକମ୍ବେନ୍ସି। ଏହାର ସରଳ ଅର୍ଥ ହେଲା ଶାସନରେ ଥିବା ଦଳ ପ୍ରତି ଲୋକଙ୍କର ଅସନ୍ତୋଷ। ଆଉ ବଲିଗୁଡ଼ାରେ ଏହି ଯେଉଁ ବିଜୟର ବ୍ୟବଧାନ କମୁଛି ଆଉ ଭୋଟରଙ୍କର ମନ ବଦଳୁଛି, ଏହା ସେ ଆଣ୍ଟି ଇନକମ୍ବେନ୍ସିର ହିଁ ସ୍ପଷ୍ଟ ଲକ୍ଷଣ। ଠିକ୍ ଅଛି, ଏବେ ଆସନ୍ତୁ ଏକ ରଣନୈତିକ ବିଶ୍ଳେଷଣ କରିବା। ମାନେ, ଦଳର ଶକ୍ତି କେଉଁଠି ଅଛି ଆଉ ଦୁର୍ବଳତା କେଉଁଠି ବଢ଼ୁଛି, ତାକୁ ଟିକେ ଭଲ ଭାବରେ ତଳି ଦେଖିବା। ଯଦି ଆମେ ଭିତର କଥା ଦେଖିବା, ତେବେ ଗୋଟେ ପଟେ ଆଦିବାସୀଙ୍କ ବିଶ୍ୱାସ, କଲ୍ୟାଣକାରୀ ଯୋଜନା ଆଉ ଦଳର ସଂଗଠନ ଭଳି ବଡ଼ ଶକ୍ତି ଅଛି। କିନ୍ତୁ ଠିକ୍ ତାର ଅନ୍ୟପଟେ 2024ର ଏହି ସରୁ ବିଜୟ, ବଢ଼ୁଥିବା ଶାସନ ବିରୋଧୀ ମତ, ଏସବୁ ବଡ଼ ଦୁର୍ବଳତା ହୋଇ ସାମ୍ନାକୁ ଆସିଛି। ଏବେ ବାହାର ପରିସ୍ଥିତିକୁ ଦେଖିବା। ଯୁବ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଏକ ବହୁତ ବଡ଼ ସୁଯୋଗ ରହିଛି। କିନ୍ତୁ ସେହି ସମୟରେ ବିରୋଧୀଙ୍କ ଦ୍ୱାରା ଯେଉଁ ଧ୍ରୁବୀକରଣ ରାଜନୀତି କରାଯାଉଛି, ଯାହା ସମାଜକୁ ଭାଗ ଭାଗ କରିବାକୁ ଚେଷ୍ଟା କରେ, ତାହା ଏକ ବହୁତ ବଡ଼ ଆହ୍ୱାନ। ଏତେ ସବୁ ବିଶ୍ଳେଷଣ ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗକୁ କ'ଣ? ବିଶ୍ୱାସକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଆଉ ସମର୍ଥନକୁ ମଜବୁତ କରିବା ପାଇଁ ଏକ ସ୍ପଷ୍ଟ ରଣନୀତି କ'ଣ ହୋଇପାରେ? ଚାଲନ୍ତୁ ଦେଖିବା। ଏହା ହେଉଛି ଏକ 90 ଦିନିଆ କାର୍ଯ୍ୟଯୋଜନା। ଏହାର ଲକ୍ଷ୍ୟ ସରଳ, ଲୋକଙ୍କ କଥା ଶୁଣିବା, ତାଙ୍କ ସହ ଯୋଗାଯୋଗ କରିବା,
କାମ କରିବା ଆଉ କାମର ଫଳାଫଳ ଦେଖାଇବା। ଏହା ସିଧାସଳଖ ଲୋକଙ୍କ ଅଭିଯୋଗକୁ ନିର୍ବାଚନୀ କାର୍ଯ୍ୟ ସହିତ ଯୋଡ଼ିଥାଏ। ଏ କଥାଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଡିଜିଟାଲ ରଣନୀତିର ମୂଳ କଥାକୁ ବୁଝାଉଛି। ଖାଲି ପ୍ରତିଶ୍ରୁତି ନୁହେଁ, କାମର ପ୍ରମାଣ ଦେଖାଇବା ହିଁ ସବୁଠୁ ବଡ଼ କଥା। ହେଲେ ମନେ ରଖିବାକୁ ହେବ, ଏ ଯୋଗାଯୋଗରେ ସମ୍ମାନ ରହିବା ଦରକାର। ଭାରତର ଯେଉଁ ନୂଆ ଡାଟା ସୁରକ୍ଷା ନିୟମ ଅଛି, ତାହା କହୁଛି ଯେ ଲୋକଙ୍କର ଅନୁମତି ଆଉ ତାଙ୍କ ତଥ୍ୟର ଗୋପନୀୟତାକୁ ଆମେ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ସବୁକିଛି ସ୍ୱଚ୍ଛ ଭାବରେ ହେବା ଜରୁରୀ। ଏବେ ଆମେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ। ଏତେ ସବୁ ବିଶ୍ଳେଷଣ ପରେ ଆଗକୁ ଏକ ସ୍ଥାୟୀ ଶାସନ ପାଇଁ କ'ଣ କରାଯିବା ଦରକାର ତାହା ଉପରେ ନଜର ପକାଇବା। ଦେଖନ୍ତୁ, ଗୋଟେ ମଜବୁତ ଜନାଦେଶ ପାଇଁ କେବଳ ନିର୍ବାଚନ ଜିତିଦେଲେ ହେବନି, ତାକୁ ଅର୍ଜନ କରିବାକୁ ପଡ଼େ। ଆଉ ସେଥିପାଇଁ ରାସ୍ତା, ପାଣି ଭଳି ମୌଳିକ ସମସ୍ୟାର ଦୃଶ୍ୟମାନ ସମାଧାନ କରିବାକୁ ପଡ଼ିବ। ଯୁବପିଢ଼ିଙ୍କ ସହ ତାଙ୍କ ଭାଷାରେ କଥା ହେବାକୁ ପଡ଼ିବ, ସ୍ୱଚ୍ଛତା ରଖିବାକୁ ପଡ଼ିବ, ଆଉ ବିକାଶର ଏଜେଣ୍ଡାକୁ ସବୁଠୁ ଆଗରେ ରଖିବାକୁ ପଡ଼ିବ। ଶେଷରେ ମୁଁ ଏ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛି। ଯଦି ଶାସନର ମୂଳଦୁଆ ତଥ୍ୟ ଆଉ ସହାନୁଭୂତି ହୁଏ, ତେବେ କ'ଣ ଗୋଟିଏ ଏମିତି ଦୁର୍ବଳ ବିଜୟକୁ ଏକ ସ୍ଥାୟୀ ବିଶ୍ୱାସରେ ବଦଳାଯାଇପାରିବ? ଏହା ଉପରେ ଚିନ୍ତା କରିବାର ସମୟ ଆସିଛି। ଯେଉଁ ନେତୃବୃନ୍ଦ ଜନକେନ୍ଦ୍ରିକ ଶାସନ ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଆଗ୍ରହୀ, ସେମାନେ blueprintstrategies.ai ସହ mgr@blueprintstrategies.ai ରେ ଯୋଗାଯୋଗ କରିପାରିବେ କିମ୍ବା 0800-4204-1602 ରେ କଲ୍ କରିପାରିବେ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।